अयो जगन बाबू तमे आसिल भल बोलेगा ମୁଁ ଏକା ଆସିନି अयो ଶ୍ୟାମଳନ୍ଦୁ ଆସିଛି ଭିତରେ ଗାଡ଼ି ଦେଖୁଛି अयो श्यामल दास बोल कथा अयो जगन बाबू ହଁ एता क्यों ना सम्मान का बड़े बड़ कोजे गाड़ी टाକୁ ଦେଇକି ଯାଏ ମୁଁ ଯୋଉ ଗାଡ଼ି ତମକୁ ଦେଇଛି ସେଟା ଅଖଣ୍ଡିଆ ଗାଡ଼ି ଅଖଣ୍ଡିଆ ଗାଡ଼ି ଅଖଣ୍ଡିଆ ମାନେ କହିଲେ କୋତେ क्यों ना जमा स्टार्ट होगी का ସେ ଗାଡ଼ି ଷ୍ଟାର୍ଟ ହଉନି स्टार्ट होने କଣ କହୁଛ ତମେ सम्मान का चाबी पूरी को भूली जाउछे का ତମ କହିବା ମତଲବ ଚାବି ହୋଲଟା ବଡ଼ ହେଇ अयो ଆଚ୍ଛା ତମେ ତମ କାମ କରୁଛନ୍ତି क्यों कोता पूछेगा सम्मान का मो चाबी पुरुषेगा अलग चाबी क्यों नहीं ତାହେଲେ ଭୁଲ ଭାଲ ଜାଗାରେ କରୁଛ आई जगन बाबू मोर भूल वाला हो नहीं का କଣ ସୁପାସିନ ବାବୁ ଆରେ କଣ ଅସୁବିଧା ହେଇଛି सम्मान का खाउतला पुतला इनकी क्यों है ସୁପାସିନ୍ଧୁ ବାବୁ अरे वाह ଏତେ ଦାମ ଗାଡ଼ିଟାର ଅବସ୍ଥା ତମେ 15 ଦିନ ଭିତରେ କଣ କରିଛ ସାର୍ ସବୁ ହୁଏ ସାର୍ ଆଗ ଚଲା ପାର୍ଟି ପଛରେ ପାର୍ଟି ଅଛି ବ୍ରେକ୍ ବୋଲି ଏକ୍ସିଲେଟର ବୋଲି କ୍ଲଚ ଇଏ ଯୋଗଡି କା କେତେବେଳେ କୋଉଟା ଦବଉଚି ତାର ଅଗମୂଳ ନାହିଁ ଏଟା ବିକଳିଆ ଟା ୟାଦ କରି ଗାଡି ରହିଲେ କବାଡିଆ ଦବା କହିଲା ସୁପାସିନ୍ଧୁ ବାବୁ ଆପଣଟା ଜୋର ହେଇଯାଇଥିଲା ମତେ ଲାଗୁଛି ତମର ଡ୍ରାଇଭିଂ ଶିଖିବାଟା ବିଲକୁଲ ରଫ୍ ଇଞ୍ଜିନ ଉପରେ ଏତେ ପ୍ରେସର ଦଉଛ ଭଗବିନ୍ଦ ମୁଁ ଜାଣିବି ନା ମତେ ସେମିତି ଲାଗୁ ଓହୋ ଆମେ କାଇଁ କିଛି କର ତ ହଣ୍ଡି ଏବେ ଅଛି ତାକୁ ଇଞ୍ଜିନ କଥା କଣ ବୁଝାଉଛ ଇଏ ପୁରା ଗିଅର ରୋଡ ଉପାଡି ସାରିଲାଣି କିନ୍ତୁ ବାବୁ ତମେ କଣ ଡ୍ରାଇଭିଂ ଶିଖିଲା ବେଳେ ପ୍ରଥମେ ଟଲି କିମ୍ବା ଟଲରୁ ଆରମ୍ଭ କରିଥିଲ କି ଛୋଟ ଗାଡ଼ି ତମେ ଚଲେଇ ପଡିଲ କଣ ସାର୍ ଖାଲି ସେତିକି ନୁହଁ ଇଞ୍ଜିନ ଲିକ୍ ହେଲା ଖାଲି ଗଳୁଛି ତମେ ତ ମେକାନିକ ତ ବୁଲୁଛି ଲାଭ କଣ ଜଗବନ୍ଧୁ ବାବୁ ଇଏ ଝାଡା ଥାନ ଜାଗା ଅଜାଗା ସୁପାସିନ୍ଧୁ ବାବୁ କେଣ ମଣିଷ ଭଗବାନଙ୍କୁ ଅଙ୍ଗ ପ୍ରତ୍ୟଙ୍ଗ ଦେଇଛନ୍ତି ଆରେ ବିଭିନ୍ନ କର୍ମ ପାଇଁ ଆଖି ଦେଇଛନ୍ତି ଦେଖିବା ପାଇଁ କାନ ଦେଇଛନ୍ତି ଶୁଣିବା ପାଇଁ ପାଟି ଦେଇଛନ୍ତି ଖାଦ୍ୟ ଖାଇବା ପାଇଁ ଆରେ ତମେ ତାକୁ ଅଲଗା କାମରେ ୟୁଜ୍ କରୁଛ ମାନେ ତମେ ଆର୍ଟିଓ ନିୟମ ଉଲ୍ଲଂଘନ କରୁଛ କଥା ସରିନେଲ ଆଉ ସରିନେ ଝାଡା ମତେ ଭିତରେ ବୁଢା ସକାଳୁ ଉଠିକି ଘରେ ପଶିକି ରହୁଛି ତ ପଦକୁ ବାହାରିବା ନା ଧରୁନି ତାପରେ ସକାଳ ଖରାବେଳ ରାତି ପାଆନ୍ତି ମାସକୁ ସଂକ୍ରାନ୍ତି କିଛି ମାନୁନି ସବୁବେଳେ କହୁଛି ମିଲିମିଲି କରିବି ସୁପାସିନ୍ଧୁ ବାବୁ ଓ ମାଇକ କଣ କହିଲେ ଘର ଭିତର କଥା ପଦାରେ କିଏ ଭାଇ ବହୁ ଜାଗା ଆରେ ଜଗନ ବାବୁ ମୁଁ କିଏ କରିଗଲା ସମ୍ମାନ ତମେ ତ ମତେ କହିଥିଲ ବନ୍ଦ ଦିନେ ଟେଷ୍ଟ ଡ୍ରାଇଭିଂ କରିବାକୁ କାମ ତ କରୁଛି ଆରେ ଟେଷ୍ଟ ଡ୍ରାଇଭିଂ କରିବାକୁ କହିଥିଲି ଇଞ୍ଜିନ ଚାବି ଟାଙ୍କି ଚାବି ଇଞ୍ଜିନ ପୁରେଇବାକୁ ମୁଁ ତ ବାଉଳାରେ ପୁରେଇ ଦେଲି ଗାଡ଼ି ସ୍ପିଡ ଥିଲା ବେଳେ ହଠାତ୍ ବ୍ରେକ୍ ମାରିବାକୁ କହିଥିଲି ଖାଲି ପଡ଼ିଲା ବର୍ତ୍ତମାନ ମୁଁ ପୋଲିସର ଆଶ୍ରୟ ନେବି ଆଜ୍ଞା ମୁଁ ଏବେ ଥାନାକୁ ଡାକି ନେଉଛି ଥାନା ବାବୁ ସାଙ୍ଗରେ ଧରିକି ଆଣିକି ଆସିବ ଇଏ 15 ଦିନ କାଳ ବଳାତ୍କାର କରିଛି ଏତେ ଦିନ ଏଇ ସାଇତାରେ ରହିଥିବା ପୌରାଣିକ ସତୀତ୍ୱକୁ ଇଏ ପୁରା କୁତକୁତା କରିଦେଇଛି କଣ କରିଦେଲ ସୁପାସିନ୍ଧୁ ବାବୁ ସମ୍ମାନ ତ ମୋର ଭୁଲ ଭାଲ ହେଇଯାଇଛି ଗୋଟେ ଏକ୍ସିଲେଟର ଚିପି ପକେଇ ଦିଅ କଣ ଚିପି ପକେଇ ଜାଣିପାରିଲେ ଆରେ ଏ ଗାଡ଼ିର ଅବସ୍ଥା ଏଇଆ ହେଇଛି ନା ମତେ ବର୍ତ୍ତମାନ ଥାନାକୁ ଯିବ ଆଜି ଯୋଉ ଥାନା ହେଇଛି ମ୍ୟାଡାମ ହେଇଛି ବୁଝିଆ ମ୍ୟାଡାମ ଟିକେ ଶୁଣନ୍ତୁ ମ୍ୟାଡାମ କଣ ହେଇଛି ବୁଝିଆ ମ୍ୟାଡାମ ଆସନ୍ତୁ ଡରି ଯାଇଛି ଗାଡ଼ି ଆଉ ନାଇଁ ଏଇ ଡ୍ରାଇଭର ବା ରବି ଦେଇଛି ଆଉ ଖଟିଆ ଡ୍ରାଇଭର ସେ ଛାଡ଼ିବନି ସେ ଡ୍ରାଇଭର ଛାଡ଼ିବନି ତ ଉମା ଉପରେ ଉମା ନଦୀ ମୁଁ କହୁଥିଲୁ ଏବେ ଦିନଟା ଚାଳି ବଜାରେ କିଏ ସେ ଉମା କଥା ବନ୍ଦ କରେ ହେଇଗଲାଣି ଆପଣ କଣ ସେ ଶୁଝୁଛନ୍ତି ସେ ବ୍ୟବସ୍ଥା କରନ୍ତୁ ଆମ ଗାଡ଼ିକି କବାଡ଼ି ବାଲା ବି ନେବନି ସେ ବ୍ୟବସ୍ଥା କରନ୍ତୁ ସୁପାସିନ୍ଧୁ ବାବୁ ବର୍ତ୍ତମାନ ତମକୁ 5 ଲକ୍ଷ ଟଙ୍କା ଦେବାକୁ ପଡ଼ିବ ନହେଲେ ପୋଲିସ ଆସିବ ବାସ ପୋଲିସ ଆସିବ ପୋଲିସ ଆସିଲେ ମୋର ଜିପ୍ ପିଇତେ ନାଲି କରି ପକେଇବା କଥା ଜଗନ ବାବୁ କଣ ये कृपा से तो किसी कृपा करो है जान से
ସମାନ କାମ 5 ଲକ୍ଷ ଟଙ୍କା ଦେଇପାରିବିନି ଆଉ ସମାନ 3 ଲକ୍ଷ ଟଙ୍କା ଦେଇପାରିବି ଆପଣ 3 ଲକ୍ଷ ଚଳିବରେ 5 ଲକ୍ଷରୁ 5 ଟଙ୍କା କମ ହେତବାର 6 ଲକ୍ଷରୁ ଟଙ୍କାଟେ କମ କରନି କାହିଁକି? ଆଉ ଲକ୍ଷେ ଟଙ୍କା ଡିମାଣ୍ଡ କର ସେ ଦବ ଆଜ୍ଞା ବୁଝିପାରୁନ କେମିତି ମୋର ଯୋଉ ପରିସ୍ଥିତି ହେଇଛି ମୁଁ ଫଳ ଫୁଲୁରି ଖାଇକି ସୁସ୍ଥ ମାଇଲା ଭୁଲି ଜାଣ କଣ ହେଇଛି ଶୁଣନ୍ତୁ ଜାଣ ତୁ କଣ ମାଇକ୍ ଟା ମୁତ୍ର ମନେ ନା ତ କାଇଁ ବଲ ମୁଡ ହଲିକି ବଲ ବିଟା ମୁଁ ଆଣିକି ଦେବି ଖାଇବା ବଡ ତୁ ସୁକି ହେଇଛୁ ଖାଇକି କତ ଶୁଣ ମୁଁ ତୁମେ ରାତିରେ ହାତ ଧରିଛି ମୋ ଗୋଟା ପଡିଛି ମତେ ନେଇଚାଲ ମୁଁ ୟା ପାଖରେ ରହିବି ତମେ ଜାଣିନ ଇଏ ଛାଡ଼ ମତେ ଯେତିକି ତେଲ ପକଉଛି 3 ଡବଲ ଗାଡି ଚଲଉଛି ମାସୁଲ ବାବୁ ୟାର ନେଲା ପଡୁଛି ସେଠିକି ଛାଡ଼ ତମେ ଟଙ୍କା ଆଣିବ ନା ମୁଁ ଥାନାକୁ ଫୋନ କରିବି ଆଜ୍ଞା ଦେବି ସମ୍ମାନ ତମର ମାସିକ 5 ଲକ୍ଷ ଟଙ୍କା ମୁଁ ଦେଇଦେବି ଶୀଘ୍ର ଆଣ ଗାଡି ଅବସ୍ଥା ହଉ ସାରି ଟଙ୍କା ଦେଇ ଗଲା ସାର୍ ଗଲାଣି এই তো টঙ্কা অধা মোর অধা কোম্পানির কোন কাহিকি ଦି ଜଣ ସ୍ୱର୍ଗରୁ ବଳି ପଡୁଛ ମୁଁ ବୁଝିପାରୁନି ଆଜ୍ଞା 15 ଦିନ କମ ମୁଁ ଖଟିଲି ନା ତୁ ବିଶ୍ୱାସ କରିବ ଇଏ ଝାଡ଼ମତାଟା ଇଆଡ଼େ ବିକ୍ରିଆଟା 15 ଦିନ ଭିତରେ 20-22ଟା ବେଡସିଟ୍ ଚିରି ସାରିଲାଣି ସାର୍ ଆପଣ ହସୁନି ଆମ ଟଙ୍କାଟା କମିଗଲା ଯେ କାଟୁଥା ଆଜ୍ଞା ସାର୍ ତେଲ ପାଖରେ କେତେ ମାଲ ଅଛି ଏଇ ତମେ ତ ସହଜ କଣ ପଚାର କେତେ ଅଛି ପୁରା ଆଲମାରି ଫୁଲ ଗୋଟେ କାମ କର ଟଙ୍କା ଯଦି ଏଠି ଆସି ପହଞ୍ଚିଲା ତମେ ସେନ୍ସଲେସ୍ ହେଇଯିବ ତାପରେ କଣ କରିବା କଥା ଠିକ ଅଛି ଇଏ ହୋଇନା ବା ଆଜ୍ଞା ଜଗବନ୍ଧୁ ବାବୁ ଇଏ ମାସିକ 5 ଲକ୍ଷ 5 ଲକ୍ଷ ଟଙ୍କା ନିଅ କଟି ଯାଇପାରେ ଅସୁବିଧା କଣ ବୁଝିପାରୁନ କଣ ଅସୁବିଧା ହବ ଖୋଲ ତାଳ ହବ ଶେଷରେ ଏଇଟା ଆରେଷ୍ଟ ହବ ଆରେ ଇଏ ଦେଲେ କି ଆରେଷ୍ଟ ହବ ଆମେ କି ଯାଏସ ନାହିଁ ସୁଧ ମ୍ୟାଡାମ ବଞ୍ଚା ଦରକାର ଜଗବନ୍ଧୁ କିଏ କରେ ବାବୁ ବାବୁ ଇଏ ଯଦି କଟି যায় তো বড় মর্ডার কেসরে আরেস্ট হ্যাঁ ঠিক আছে তো ব্যস্ত না কেসটাকে ମୁଁ ହ୍ୟାଣ୍ଡେଲ କରିବି ପୋଲିସ ଘରକୁ ମୁଁ ଡାକିବି ଡାକ୍ତରଙ୍କୁ ଏଠି ରଖେଇବି ସେମାନଙ୍କୁ ସବୁ ମୋଟା କରି ଲାଞ୍ଚ ଦେଇକି ଚୁପ୍ କରିବେ ବାସ୍ ସେ କାମରେ ସାଥ ଦିଅନ୍ତୁ ସେମାନେ ଦେବି ଏଥିପାଇଁ ତ ମୁଁ 10 ଲକ୍ଷ ଟଙ୍କା ଦେବ 10 ଲକ୍ଷ ଆଜ୍ଞା ମୁଁ ଦେବି ମୋର ମାସିକ ଟିଭି କତ 10 ଲକ୍ଷ ଟଙ୍କା ମୁଁ ଦେବି ସିଗରେଟ ଟଙ୍କା ଆଣି ଜାନ ଆଉ ଦେଖ ପୋଲିସ ଆସିବ ପୋଲିସ ଶୀଘ୍ର ଆସ ତେଲ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିଛି ନାମ ନଉଛି ଜଗବନ୍ଧୁ କଣ ଅତି ସେ କି ଭୂତ ନାଇଁମାନେ ତମର ବୁଦ୍ଧି ନାହିଁ ଆଉ ଟିକେ ଡିମାଣ୍ଡ କରି ପାଇଲନି ଆଉ ତମକୁ ତୁଳାପଟ ଭଳିଆ ଲାଗୁଥିବ ସାର୍ ସୁଧା ମେଲୋଡି ରହିଲେ ଆମ ଲାଭ ଆଜି ଆମେ ଆସିଲେ ପାନ ଖର୍ଚ୍ଚ ଟିପିଣି ଖର୍ଚ୍ଚ ନେଇଗଲେ ପୁଣି କେତେବେଳେ ସମସ୍ୟା ଦେଇକି ଆସିଲେ ଲଞ୍ଚ ଆଉ ଡିନର ଖର୍ଚ୍ଚ ନେଇକି ଯିବା ସାର୍ ତାପରେ ସାର୍ ଆମ କମ୍ପାନୀ ହେଲେ ଏତେ ଲାଭ କଣ ଆମେ କୋଉଠି ପାଇଲେ ମୁଁ ବି କମ୍ପାନୀ ଆଇଲା କିନ୍ତୁ ହେଇଛି ବାସ୍ ନା ଆମ ସୁଧା ନମ୍ବର 1 ପୁରା ଆଚ୍ଛା ମାସିକ ଟିଭି କତ 10 ଲକ୍ଷ ଟଙ୍କା ସମ୍ମାନ ଗୋଟେ କତ ଶୁଣା 10 ଲକ୍ଷ ଟଙ୍କା ନେବ ଏ ଗାଡ଼ିଟାକୁ ହଟାଅ କା ସାର୍ ସିଂଧୁ ବାବୁ ତମେ କଣ କହିଦେଲ ଗାଡ଼ି ହଟିବା କଥା କହିଲ ଆରେ ମୋ ଶୋରୁମର ଗାଡ଼ି ଯାହା ଗ୍ୟାରେଜକୁ ଯାଏ ତା ଗ୍ୟାରେଜ କାନ୍ଥର ଭାଙ୍ଗିଲା ପର୍ଯ୍ୟନ୍ତ ସେ ଗାଡ଼ି ଫେରେନି ମୋ କାନ୍ଥରୁ ରଙ୍ଗ ଛାଡ଼ିଲେ ତମକୁ ଗାଡ଼ି ହଟାଅ ବୋଲି କହିବି ସ୍ୱାମୀ ଡାକିଲେ ଦେଖ ଏପରା ସ୍ୱାମୀ ଆରେଲା ସ୍ୱାମୀ ଏପରା ସ୍ୱାମୀ अय्यो मारले कोण चाटी बघती स्वामी आता तुमच्या मग कुवाडे जिबिनी हो सत्तरे तुम्ही जो म्हणे की जमुगी फेरती त्या संगतीने समान कमरे पत्रे करावी अय्यो भाबिला मु मोरी जिबी का जमडा के जीवने का नाही तमर होइला हमर मासिक 5 लक्ष गला बीपी कत 10 लक्ष गला तमर होइले लत दिन कत भी पड़ेबा का कोटा से दो आउ भय करना
ବର୍ତ୍ତମାନ ମୁଁ ଗାଡ଼ି ପୁରା ସୁସ୍ଥ, ମୁଁ ତା ମୁଣ୍ଡରେ ହାତ ବୁଲେଇ ଆଣିଛି ମାନେ 2 ବର୍ଷ ଗ୍ୟାରେଣ୍ଟି ଗାଡ଼ି ଆଉ ଧୋକା ଦେବାନି। ସାର୍ ଆମର ସେକେଣ୍ଡ ୱାଇଫ ସନ୍ ଦେଖିଲେ ବେଳୁ ବିରାଟ ବଡ଼ ସାଧୁ ଥିଲେ କିନ୍ତୁ ସାର୍ ଆତ୍ମହତ୍ୟାରେ କ୍ରେଡିଟ୍ ଲୋକ ଫୁଲ୍ ସତଟା ବିଶ୍ୱାସ ହଉନି କି ପଚାର ଆରେ ସେ ସବୁ ଦିବ୍ୟଶକ୍ତିର ମହିମା। ସାରଥି କ'ଣ ସିମେଣ୍ଟ ଗାଈରୁ କ୍ଷୀର କାଢୁଥିଲା, ମୁଁ ଖାଲି ଆକାଶକୁ ଅନେଇ ଦେଲେ କ୍ଷୀର ବର୍ଷା ହବ। ସେଇ କ୍ଷୀର ବର୍ଷାରେ ମୁଁ କେତେ ଥର ଗାଧେଇଛି, ମୁଣ୍ଡ ଧୋଇଛି, କେତେ ଥର ବେଡସିଟ୍ ସଫା କରିଛି, କେତେ ଥର ମିଲି ହେଇଛି। ମାନେ ଲଣ୍ଡନ ଆମେରିକା ଯାଇକି ଫେରି ଆସିଛନ୍ତି, ମୁଁ ହାତ ବୁଲେଇ ଦେଇଛି ରୋଗ ଛୁ। ପୁଣି ଫେରଉଛ, ସତରେ କହୁଛ ଏ ଟିକେ ପୂର୍ବ ମୋର କି ପରିସ୍ଥିତି ହେଇଲା। ଯାଇକି ଠିଆ ହେଇପଡ଼ିଲି, କଥା ବି କହିପାରିଲି। ବଡ଼ ବଡ଼ ଧରିଥିଲେ ନିଜ ଆଖିରେ ବିଶ୍ୱାସ କରୁନାହାନ୍ତି, ମୋ ଭିତରେ ଆଉ ଟିକେ ଛିଞ୍ଚି ମାର ଲାଗୁଛି, ଆଉ ଟିକେ ହାତ ପୁରା ଫିଟ୍ ହେଇଯାଏ। ଜିନିଷଟା କରିଥିବ ಅಯ್ಯೋ ಸೋತ್ರೆ ಹಾತ ಮಾಡಿದವ ಮುಡಿಸಿಗೆ ಹಾತು ପ୍ରସିଦ୍ଧ ବାବୁ, ମୁଁ ରୋଗୀମାନଙ୍କର ସେବା କରେ ଯେ ନିହାତି ଆପଣଙ୍କର ଲୋକ ସେବା କରେ। ଯଦି ତମର କିଛି ହେଇଛି କୁହ, ମୁଁ ତମର ସେବା। ଜଗନ ବାବୁ ମୁଁ ତମର ଆପଣା ଲୋକ ସତରେ ଲୋକ ଭଲ ହେଇଯିବ ସତରେ ଶହେ ଶହେ ଭଲ ହବ ସତରେ ଭଲ ହେଇଯିବ ସତରେ ହାତ ମାତ୍ର ଭଲ ହେଇଯିବ ଜଗନ ବାବୁ ସତରେ ହାତ ମାତ୍ର ଭଲ ରୋଗଟା କୁହ ଆଜ୍ଞା ଜଗନ ବାବୁ ଗୋଟେ ବଡ ରୋଗଟେ ଅଛି ସମ୍ମାନ କାମ ମୋର ଚଉଠି ହାତ ମାର ମୋର କିଛି ଲେଖା ଦେଲା ନାହିଁ ମୋର ଏମିତି ଜାଗା ଗୋଟେ ହାତ ମାରୁଛେ ସମ୍ମାନ ଗଛକୁ ଚଢିଯିବି ଓଲେ ମୋର ନା ଧରିବି